हेलो पिलाମାନେ କେମିତି ଅଛ ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ଆଜି ଆମେ ଡିସ୍କସନ୍ କରିବା ସମ୍ବଲପୁର ଡିଭିଜନରେ, ଯେଉଁଟାକି ମୁଁ ପୂର୍ବ ଭିଡ଼ିଓରେ କହିଥିଲି ୟୁଆର୍ ଓବିସିଙ୍କ ପାଇଁ ଏଇଟା ବହୁତ ବଢ଼ିଆ ଡିଭିଜନ୍ ଗୋଟେ। ତୁମେ ଯଦି ୟୁଆର୍ ଓବିସି ପିଲା ଖୋଜୁଛ ଆପ୍ଲାଏ କରିବା ପାଇଁ ତ ଏଇ ଡିଷ୍ଟ୍ରିକ୍ଟରେ ଆପଣମାନେ ଆପ୍ଲାଏ କରନ୍ତୁ। ଏଇ ଡିଭିଜନରେ ବଢ଼ିଆ କଟଅଫ୍ ଯାଏ। ତ ମୁଁ ଯଦି ଲାଷ୍ଟ 5 ଇୟର୍ର କଟଅଫ୍ କଥା କହିବି ତାହେଲେ ୟୁଆର୍ରେ ସବୁଠୁ ଲୋଏଷ୍ଟ କଟଅଫ୍ ଯାଇଥିଲା। ଆପଣମାନେ ବିଲିଭ୍ ବି କରିବେନି 84% ଯାଇଥିଲା। 2019 କଥା ମୁଁ କହୁଛି ହେଲା, କାରଣ 2019ରେ 4000 ପୋଷ୍ଟ ବାହାରିଥିଲା ସେତେବେଳେ। ତ ବହୁତ କମ୍ କଟଅଫ୍ ଯାଇଥିଲା 84%। ବିଲିଭ୍ ବି ହେବନି ୟୁଆର୍ରେ 84%ରେ ପିଲାମାନେ ସେତେବେଳେ ସିଲେକ୍ସନ୍ ପାଇଛନ୍ତି। ଆଉ ଓବିସି କଥା କହିବି ଯଦି ଓବିସି 83%। ଭାବନ୍ତୁ ବହୁତ ବଢ଼ିଆ। ଏଇ ଡିଭିଜନରେ ଆପଣମାନେ ଚାନ୍ସ ନିହାତି ନେଇପାରିବେ, ବୁଝିଲା କି ନାହିଁ। ଏଇଟା ମୁଁ ଲାଷ୍ଟ 5 ଇୟର୍ର କଟଅଫ୍ କହୁଛି ସବୁଠୁ ଲୋଏଷ୍ଟ। ଆଉ ଏଇଠି ଆପଣମାନେ ଚାନ୍ସ ନେଇପାରିବେ ଯଦି ୟୁଆର୍ରେ 86% ଆଉ ଓବିସିରେ 85% ଏଭବ୍ ଅଛି ତାହେଲେ ଯାଇକି ଚାନ୍ସ ନିଅନ୍ତୁ। କିମ୍ବା ଆଉ ଗୋଟେ ପରସେଣ୍ଟ ଏଭବ୍ ଯଦି ରହିଛି 87 86% ଏମିତି ରହିଛି ନିଅନ୍ତୁ। କାରଣ କ'ଣ ଦେଖନ୍ତୁ, ପୁରା ଲାଷ୍ଟ 5 ଇୟର୍ରେ କହିଲେ 2019ରେ ଏତିକି କଟଅଫ୍ ବହୁତ କମ୍ କଟଅଫ୍ ଯାଇଥିଲା। କିନ୍ତୁ ତାପରେ ଧୀରେ ଧୀରେ ପୂର୍ବ ବର୍ଷ 88 89 ଏମିତି ସବୁ କଟଅଫ୍ ଯାଇଥିଲା। 87 ଯାଏଁ ଖସିଥିଲା। ଆମର ଯଦି ସେକେଣ୍ଡ ଥାର୍ଡ଼ ମାନେ ସିଲେକ୍ସନ୍ ଦେଖିବା ସେତେବେଳକୁ ଖସିଥିଲା, ବୁଝିଲା କି ନାହିଁ। ତ ଏଠି ଆପଣମାନେ ବଢ଼ୁଛି ଦିନକୁ ଦିନ କଟଅଫ୍ ବଢ଼ୁଛି, କିନ୍ତୁ ଏଟା ଲାଷ୍ଟ 5 ଇୟର୍ ଆନାଲିସିସ୍ କରୁଛି। ତ ସେଇ ଅନୁସାରେ ଯାଇକି ଆପଣମାନେ ଆପ୍ଲାଏ କରିପାରିବେ। କାରଣ ଯଦି ମୁଁ ସବୁ କହିଦେବି 80% 85% ଏଭବ୍ କଟଅଫ୍ ତାହେଲେ 80% ପିଲା ଆପ୍ଲାଏ କରିବା ପାଇଁ ଜାଗା ହିଁ ନଥିବ। କେଉଁଠି ସମସ୍ତେ ଭାବିବେ ଆମେ 80% କେଉଁଠି ଆପ୍ଲାଏ କରିବୁ। ଯଦି 80 ଏଭବ୍ ରହିଯିବେ ଆପଣମାନେ ଯାଇକି ଏଇଠି ହିଁ ଚାନ୍ସ ନିଅନ୍ତୁ ହେଲା, ସମ୍ବଲପୁରରେ ଚାନ୍ସ ନିଅନ୍ତୁ। ଏସ୍ସି ପିଲାଙ୍କର ହେଲା 78%, ଏସ୍ଟି ପିଲାଙ୍କର ହେଲା 75%। ଏଠି ଏସ୍ଟି ଏସ୍ସିଙ୍କର ବି ବହୁତ କମ୍ ରହିଛି ହେଲା। ଆଉ ଯଦି EWS ପିଲାଙ୍କ କଥା କହିବି ତାହେଲେ ଏଠି 60%ରେ ଆପ୍ଲାଏ କରିବେ। ଆଉ ଯଦି ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ପିଲା ଏଠି ଆପଣମାନେ ଆରାମସେ 50% ଯଦି ଅଛି ଆପ୍ଲାଏ କରିପାରିବେ। ତ ବହୁତ କମ୍ ଥିଲା ସମସ୍ତଙ୍କ ପାଇଁ ସମ୍ବଲପୁର ଡିଭିଜନରେ। ମେ ବି ବହୁତ ସାରା ଭ୍ୟାକେନ୍ସି ଆସିଥିଲା, ସେଥିପାଇଁ କମ୍ ଯାଇଥିଲା ତା'ର କଟଅଫ୍। ତ ଦେଖିବା ଏ ବର୍ଷ କେତେ ଯାଉଛି। ଏ ବର୍ଷ ମୁଁ ଯେତିକି ବି ସବୁଠୁ ଲୋଏଷ୍ଟ କଟଅଫ୍ କହିଲି ସେଥିରେ 1-2% ଆଡ଼୍ କରିନିଅନ୍ତୁ, ବୁଝିଲା। 1-2 ନାହିଁ 2-3% ଆଡ଼୍ କରନ୍ତୁ, ସେତିକି ଭିତରେ ହିଁ କଟଅଫ୍ ଯିବ। ତାଠୁ ଅଧିକ ତ ଯିବନି। ଆଉ କମି ବି ଯାଇପାରେ, କମିବି ସେଇ -3+3 କରିଦିଅନ୍ତୁ ହେଲା। -3 + 3 3% କମ୍ ଯାଇପାରେ ବା 3% ଅଧିକ ଯାଇପାରେ, ସେଇ ଭିତରେ ହିଁ ଯିବ, ବୁଝିଲା। ତ ଆଜିର ଭିଡ଼ିଓଟି କେମିତି ଲାଗିଲା ପିଲାମାନେ? ଆନାଲିସିସ୍ ଠିକ୍ ଲାଗୁଛି ତ ନାହିଁ? ତ ଯେତେବେଳେ କଟଅଫ୍ ଆପଣ ବାହାରିବ ଦେଖିବେ, ସେତେବେଳେ ମୋତେ କହିବେ ଆନାଲିସିସ୍ ଠିକ୍ ଥିଲା କି ନାହିଁ। ଠିକ୍ ଅଛି ପିଲାମାନେ, ରହୁଛି ଆଜି ପାଇଁ ଏତିକି। ପୁଣି ଦେଖା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।